ଅନେକ ଦିନ ତଳର କଥା। ଚୀନ ଦେଶରେ ଗୋଟିଏ ଛୋଟ ଗାଁର ଏକ କାହାଣୀ। ସେଇଠି ରହୁଥାନ୍ତି ଗୋଟିଏ ଛୋଟ ଖପରଲି ଘରେ କାଠୁରିଆ, ତାର ସ୍ତ୍ରୀ ଏବଂ ତାଙ୍କର ଛୋଟ ଝିଅଟିଏ। ସେମାନେ ତ ଭାରି ଗରିବ ଥିଲେ, ହେଲେ ପାଖ ଜଙ୍ଗଲରୁ କାଠ ଆଣି କାଠୁରିଆ ତାର ବ୍ୟବସାୟ କରୁଥିଲା। ବାରିରେ ପରିବା ଆଦାୟ କରି ଦୁଃଖେ ସୁଖେ ଦୁଇ ପ୍ରାଣୀ ଚଳି ଯାଉଥିଲେ। ତାଙ୍କର କେବେ ବି କିଛି ବଳୁନଥିଲା କି କେବେ ବି କିଛି ଅଭାବ ମଧ୍ୟ ପଡ଼ୁନଥିଲା। ଦିନକର କଥା, କାଠୁରିଆ କାଠ ଚିରୁଥାଏ। ତାରି ପାଖରେ ବସି ତାର ସ୍ତ୍ରୀ ଲୁଗା ସିଲେଇ କରୁଥାଏ। ଦୁହେଁ ଯାକ ସୁଖ ଦୁଃଖ ହେଉ ହେଉ କେତେ କଥା ପଡ଼ିଲା। କିପରି ପଡ଼ିଶା ଘରର ଲୋକେ କୋଠା ଘରେ ରହୁଛନ୍ତି, ଆଉ କାହାର ଗାଡ଼ି ମୋଟର ଅଛି। ପୁଣି କେହି କେହି କେତେ ଜମିବାଡ଼ି ଅମଳ କରି ବେଶ୍ ସୁଖରେ ନିଜ ସମୟ ବିତାଉଛନ୍ତି। ଗାଁ ଯାକରେ ସେଇ କେବଳ ଦୁଃଖ ପାଉଛନ୍ତି। ଠିକ୍ ଏତିକି ବେଳେ ସେ କାଠୁରିଆର ସ୍ତ୍ରୀ କହିଲା, ଯଦି ମୁଁ ପରିଣାଣୀକୁ ଦେଖନ୍ତି ତେବେ ମୁଁ ତାଙ୍କୁ କେତୋଟି ବର ମାଗନ୍ତି, ଯେଉଁଥିରେ ଆମର ଧନ ସମ୍ପତ୍ତି ବଢ଼ିଯାଆନ୍ତା। ସତକୁ ସତ ସେ କାଠୁରିଆ ସ୍ତ୍ରୀର ପାଟିରୁ କଥା ସରିଛି ନା ନାହିଁ, ହଠାତ୍ ପରିରାଣୀ ଆସି ତା ଘର ଭିତରେ ପଶିଗଲେ। ପରିରାଣୀଙ୍କୁ ଦେଖି ସେ କାଠୁରିଆ ଆଉ ତାର ସ୍ତ୍ରୀ ଆଚମ୍ବିତ ହୋଇଗଲେ। ପରିରାଣୀ ସେ କାଠୁରିଆକୁ କହିଲେ, ମୁଁ ତୁମକୁ 3 ଗୋଟି ବର ଦେବି, ତୁମେ ତାର ସଦୁପଯୋଗ କରିବ, ଆଉ ମୋତେ କିଛି ବି ମାଗିବ ନାହିଁ। ଏତିକି କହି ସେ ପରିରାଣୀ ସେଠାରୁ ଉଭାନ ହୋଇଗଲେ। କେଉଁଠୁ ଆସି ସେ କୁଆଡ଼େ ଗଲା, ସେ କଥା କେହି ବି ଆଦୌ ଜାଣିପାରିଲେ ନାହିଁ। ବର 3ଟି ପାଇ କାଠୁରିଆ ଆଉ ତାର ସ୍ତ୍ରୀ ବଡ଼ ଖୁସି ହେଲେ। ଉଭୟଙ୍କ ଭିତରେ ବିଚାର ପଡ଼ିଲା, କ'ଣ ମାଗିଲେ ସେମାନେ ସର୍ବଦା ଖୁସିରେ ରହିବେ। କାଠୁରିଆ ସ୍ତ୍ରୀ କହିଲା, ମୋର ମନେ ହେଉଛି ଆମେ ଗୁଡ଼ାଏ ଧନ ସମ୍ପତ୍ତି ମାଗିଦେବା, ତେବେ ଯାଇ ଆମର ଆଉ କୌଣସି ଦୁଃଖ ରହିବ ନାହିଁ, ଯେମିତିକି ଅନ୍ୟମାନେ ଆମକୁ ଦେଖି ଖୁବ୍ ଈର୍ଷା କରିବେ। ସେ କାଠୁରିଆ ଏସବୁ ଶୁଣି କହିଲା, ତୋ ପରି ଓଲୁ କ'ଣ ଆଉ ଗଛରେ ଫଳନ୍ତି? ଧନ ମାଗିଲେ ଆମର କେଉଁ ଦୁଃଖ ଚାଲିଯିବ? ମୋର ଇଚ୍ଛା ଭଲ ସ୍ୱାସ୍ଥ୍ୟ ମାଗିବା, ବହୁତ ଦିନ ବଞ୍ଚିବା, ଯେମିତିକି ଆମକୁ କେବେ ବି କିଛି ରୋଗ ହେବ ନାହିଁ। ତାପରେ କାଠୁରିଆ ସ୍ତ୍ରୀ କହିଲା, ହଇଏ, ଲମ୍ବା ଆୟୁଷ ମାଗି ଆମର ଲାଭ କ'ଣ? ଅଭାବରେ କେବଳ ସଢ଼ି ସଢ଼ି ଆମର ଜୀବନଟା ଯାହା ଖାଲି ବୃଥା ହୋଇଯିବ। ଏମିତି କଥା କଟାକଟି ହେଉ ହେଉ ଅନେକ ରାତି ହୋଇଗଲା। ତଥାପି ବି ସେ ଦୁହେଁ ଯାକ କୌଣସି ନିଷ୍ପତ୍ତିରେ ପହଞ୍ଚି ପାରିଲେ ନାହିଁ। ଶେଷରେ ସେମାନେ କଥା ହେଲେ, ରାତିରେ ଶୋଇପଡ଼ିବେ, ସକାଳୁ ଉଠି ସେମାନେ ଯାହା ଗୋଟେ ନିଷ୍ପତ୍ତି କରିବେ। ସେଦିନ ରାତିରେ ଆଉ ସେ କାଠୁରିଆର ସ୍ତ୍ରୀକୁ ଆଦୌ ନିଦ ନଥାଏ। ସେ ଖାଲି ତା ମନେ ମନେ ଭାବି ଚାଲିଥାଏ ଯେ ସକାଳୁ ଉଠିଲେ ପରିରାଣୀକୁ ସେ କେଉଁ ବରଟା ମାଗିବ। ସକାଳ ହେଲା, କୁଆ କୋଇଲି ସବୁ ରାବିଲେ, ଗାଈ ବଳଦ ସବୁ ଗୋଠକୁ ଚାଲିଲେ, ଛୁଆମାନେ ଦାଣ୍ଡେ ଦାଣ୍ଡେ ଖେଳି ଚାଲିଲେ। ସେ କାଠୁରିଆ ବି ସକାଳୁ ଉଠି ତାର କାଠ କାମରେ ଲାଗିଯାଇଥାଏ। ଏପଟେ ଏ କାଠୁରିଆର ସ୍ତ୍ରୀ ଆଉ ସମ୍ଭାଳି ରହୁଛି କେତେ। ସେ ଚଟାପଟ ପରିରାଣୀକୁ ଶୁଣାଇ କହିଲା, ହେ ପରିରାଣୀ, ତୁମେ ତୁରନ୍ତ ଆମକୁ ମାଂସ ଖାଇବାକୁ ଦିଅ। ସେମାନେ ତ ଗରିବ ଲୋକ, କେବେ ତ ମାଂସ ଖାଇବା ସେମାନଙ୍କ ଭାଗ୍ୟରେ ଜୁଟେ ନାହିଁ। ତେଣୁ ମାଂସ ଖାଇବ ବୋଲି ତାର ଲୋଭ ହେବାଟା ତ ସ୍ୱାଭାବିକ। ତା ପାଟିରୁ କଥା ବାହାରିଛି କି ନାହିଁ, ସାଙ୍ଗେ ସାଙ୍ଗେ ହାଣ୍ଡିଏ ହେବ ମାଂସ ସେଠାରେ ଥୁଆ ହୋଇଗଲା। ସେ କାଠୁରିଆଟି ଯେମିତି ଏତକ ଦେଖିଦେଇଛି, ସେମିତି ତାର ମୁଣ୍ଡକୁ ହଠାତ୍ ରାଗ ଚଢ଼ିଗଲା। ଆଉ ତେଣୁ ସେ କାଠୁରିଆଟି ତାର ସ୍ତ୍ରୀକୁ ଗାଳି ଦେଇ କହିଲା, ତୁ ଓଲିଏ କ'ଣ କଲୁ? ଆଉ ମୋଟେ 2ଟି ବର ରହିଲା। ମୋର ମନ ହେଉଛି ତୋର ମୂର୍ଖପଣିଆ ପାଇଁ ଏ ମାଂସ ତକ ତୋରି ନାକରେ ଲାଗିଯାଉ। ସେ କାଠୁରିଆଟିର ପାଟିରୁ କଥା ବାହାରିଛି କି ନାହିଁ, ହଠାତ୍ କାଠୁରିଆର ସ୍ତ୍ରୀର ମୁହଁଟା ଯାକ ମାଂସ ସାଲୁବଲୁ ହୋଇ ତାହା ଓହଳି ପଡ଼ିଲା। ସେ ସ୍ତ୍ରୀ ଏବେ ଆଉ କ'ଣ କରିବ? କାହାକୁ ନିଜ ମୁହଁ ଦେଖାଇବ? କୁଆଡ଼େ ବା ସେ ଯିବ ଏବେ? ଏପରି ଭାବରେ ସେ ଚଳିବ କିପରି? ତେଣୁ ସେ ସ୍ତ୍ରୀଟି ତା ମନେ ମନେ ଭାବିଲା, ବରଂ ମରିଯିବା ଭଲ। ଏବେ ମୁହଁ ସେ ଆଉ କାହାକୁ ଦେଖାଇବ? ତାପରେ ସେ ସ୍ତ୍ରୀଟି ଖାଲି ବିକଳ ହୋଇ କାନ୍ଦିବାକୁ ଲାଗିଲା। ବର୍ତ୍ତମାନ ଯାଇ ସେ କାଠୁରିଆ ତାର ଦୋଷ ଠିକ୍ ବୁଝିପାରିଲା। ରାଗ ତ ବ୍ରହ୍ମ ଚଣ୍ଡାଳ, ଭୁଲ ତ ସେ କରିଦେଇଛି। ତେଣୁ ସେ କାଠୁରିଆଟି ତା ସ୍ତ୍ରୀକୁ ବୁଝାଇ କହିଲା, ତୁ ଆଉ ବ୍ୟସ୍ତ ହୁଅ ନାହିଁ, ଆର ବରଟି ମାଗିନିଏ, ଯେପରି ପୂର୍ବ ରୂପ ତୁ ଫେରି ପାଇବୁ। ଠିକ୍ ସେଇଆ ହେଲା। ପରିରାଣୀ ସେ କାଠୁରିଆର ସ୍ତ୍ରୀକୁ ତା ପୂର୍ବ ରୂପ ଫେରାଇ ଦେଲା। ସେଇଦିନଠୁ ଦୁହେଁ ବିଚାରିଲେ, ପରକୁ ଈର୍ଷା କରି ସିନା ସେମାନେ ଆଜି ଏପରି କଲବଲ ହେଲେ, ନଚେତ୍ ତାଙ୍କର କ'ଣ ବା ଅଭାବ ଥିଲା? ସେମାନେ ପ୍ରତିଦିନ ପରିଶ୍ରମ କରି ତ ବେଶ୍ ସୁଖରେ ଥିଲେ। ସେହିଦିନଠାରୁ ସେମାନେ ଆଉ କାହାରି ଚଳାଚଳ ଉପରେ ଆଖି ପକାଇ ଦୁଃଖ ପାଇନାହାନ୍ତି। ସାଙ୍ଗମାନେ, ଆପଣମାନେ ନିଜ ଘରେ କିମ୍ବା ନିଜ ଆଖପାଖରେ ଏମିତି ବହୁତ ଲୋକ ଦେଖୁଥିବେ, ଯେଉଁମାନେ ଅନ୍ୟମାନଙ୍କର ଭଲ ଚାଲିଚଳନ, ପୋଷାକ କିମ୍ବା ଧନ ସମ୍ପତ୍ତି ଦେଖି ବହୁତ ଈର୍ଷା କରିଥାନ୍ତି। ଏମିତି ଈର୍ଷା କରିବା ଯୋଗୁଁ ନିଜ ପାଖରେ ଥିବା ଜିନିଷର ମୂଲ୍ୟ ଭୁଲି ଯାଇଥାନ୍ତି। ପରକୁ ଦେଖି ଈର୍ଷା କରି ଆମକୁ କିଛି ବି ମିଳିନଥାଏ। ଭଲ ଜୀବନ ବଞ୍ଚିବାକୁ ହେଲେ ନିଜକୁ ପରିଶ୍ରମ କରି ତାକୁ ଅର୍ଜନ କରିବାକୁ ପଡ଼ିବ। ତ ସାଙ୍ଗମାନେ, ଯଦି ଗପଟି ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଜୟ ଜଗନ୍ନାଥ।